କଥାକାର ଅଡିଓ ବୁକ୍ସର 29ତମ ପ୍ରସ୍ତୁତି ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସର ସପ୍ତମ ଓ ଶେଷ ଅଧ୍ୟାୟର ଦ୍ୱିତୀୟ ଭାଗ ମନୀଷା। ଏହି ଅଧ୍ୟାୟ ଯଥେଷ୍ଟ ବଡ଼ ହୋଇଥିବାରୁ ଏହାକୁ 3ଟି ଭାଗରେ ପ୍ରସ୍ତୁତ କରାଯାଉଛି। ଏପର୍ଯ୍ୟନ୍ତ ଆପଣ 6ଟି ଅଧ୍ୟାୟ ଏବଂ ସପ୍ତମ ଅଧ୍ୟାୟର ପ୍ରଥମ ଭାଗ ଶୁଣିଛନ୍ତି। ଏହି ଉପନ୍ୟାସ ଏକ ଚରିତ୍ର ରମେଶ କାଉଲଙ୍କୁ ନେଇ ଗଢ଼ି ଉଠିଛି। ଗତ 6ଟି ଅଧ୍ୟାୟରେ ଉପନ୍ୟାସକାର ବାରିଷ୍ଟର ଗୋବିନ୍ଦ ଦାସ ସମାଜର ନିତ୍ୟ ନୈମିତିକ ମାପକାଠିକୁ ଚ୍ୟାଲେଞ୍ଜ କରିଛନ୍ତି ଓ ପ୍ରମାଣ କରିଛନ୍ତି ଯେ ଯାହା ବାହାରକୁ ଦେଖାଯାଏ ତାଠାରୁ ଆହୁରି ଗଭୀର ଜଣଙ୍କର ବ୍ୟକ୍ତିତ୍ୱ ହୋଇପାରେ। ଏହି ଭାଗରେ ଦେଖିବା କାଉଲଙ୍କର ଅସୀମ ଉଦାରତା ଓ ଚିନ୍ତାର ସୂକ୍ଷ୍ମତା। ଆସନ୍ତୁ ଶୁଣିବା ଶ୍ରୀମତୀ ମୃଣାଳିନୀ ପାଢ଼ୀଙ୍କ ସ୍ୱରରେ ତାଙ୍କ ପିତା ବାରିଷ୍ଟର ଗୋବିନ୍ଦ ଦାସଙ୍କ ଲିଖିତ ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସର ଶେଷ ଓ ସପ୍ତମ ଅଧ୍ୟାୟର ଦ୍ୱିତୀୟ ଭାଗ ମନୀଷା। ଚେୟାରରୁ ଉଠିଲେ କାଉଲ। ମନୀଷାଙ୍କ ବିଛଣା ଉପରେ 2 ହାତ ଭରା ଦେଇ ଚିନ୍ତାଶୀଳ ଦୃଷ୍ଟିରେ ମନୀଷାକୁ ନିବିଡ଼ ଭାବରେ କିଛି ସମୟ ପାଇଁ ଚାହିଁ ରହିଲେ। ମନେ ମନେ ଯେପରି ଭାବୁଛନ୍ତି ଏ ଗୁରୁତର ସିଦ୍ଧାନ୍ତ ନେବେ କି ନାହିଁ, ଏ ନାରୀ ଜଣକ ଏହାର ଯୋଗ୍ୟ ନା ନୁହେଁ। କିଛି ପ୍ରତିଦାନର ପ୍ରଶ୍ନ ନୁହେଁ, କୌଣସି ହତାଶାର ପ୍ରାପ୍ୟ ନୁହେଁ, କେବଳ ବିଜୟ ପାଇଁ ନିଜର ଅତୀତ ଉପରେ ବର୍ତ୍ତମାନର ମନୀଷାଙ୍କର ନିଃସହାୟ ପରିସ୍ଥିତି ଉପରେ କାଉଲଙ୍କ କୃତକାର୍ଯ୍ୟତାର। କୌଣସି ଉତ୍ତର ନ ଦେଇ କାଉଲ କୋଠରୀରୁ ବାହାରି ଆସିଲେ। ଆସିଲା ବେଳେ ଦୁଆର ମୁହଁରେ ହାତ ହଲାଇ ବିଦାୟ ଜଣାଇଲେ ମନୀଷାଙ୍କୁ। ସେଦିନ ଅଫିସରେ କାମ ସରୁ ସରୁ ସନ୍ଧ୍ୟା। କାଉଲ ସିଧା ଫେରିଲେ ନର୍ସିଂ ହୋମକୁ। ନର୍ସିଂ ହୋମର ଶୋଇବା ବତୀରେ ଶାଗୁଆ ଝାଡ଼ଣ ଘରଟିକୁ ମୃତ୍ୟୁ ରଙ୍ଗୀନ କରି ତୋଳିଥାଏ। ମନୀଷାଙ୍କ ଖୋସାରେ ପେନ୍ଥାଏ ଫୁଲ। ଖୁବ୍ ସୁନ୍ଦର ଦିଶୁଥାଏ ସେଇ ରୁଗ୍ଣ ପାଣ୍ଡୁର ମୁହଁଟା। ମନୀଷା ଉତ୍ତରରେ ସେହି ବିନମ୍ର ଆତ୍ମୀୟ ନମସ୍କାରଟି ଜଣାଇଲେ। ଦେଖ ମୁଁ ତମ ପାଇଁ କ'ଣ ଆଣିଛି। ଗୋଟିଏ ପ୍ୟାକେଟ ମନୀଷାଙ୍କ ହାତରେ ଦେଲେ କାଉଲ। ଉତ୍ସାହର ସହିତ ମନୀଷା ଖୋଲିଲେ ସେ ପ୍ୟାକେଟକୁ ଅତି ଯତ୍ନ ସହକାରେ। ସୂତାର ଗଣ୍ଠିକୁ ଆସ୍ତେ ଆସ୍ତେ ଖୋଲି କାଗଜର ଭାଙ୍ଗକୁ ସଂଯତ ଭାବରେ ମୁକୁଳାଇଲେ। ଭିତରେ ଦେଖିଲେ ଗୋଟିଏ ଶାଢ଼ୀ, କଅଁଳିଆ କଦଳୀପତ୍ର ପରି ଶାଗୁଆ ଶାଢ଼ୀ। 2 ହାତରେ ଶାଢ଼ୀଟିକୁ ଛାତି ଉପରେ ଜାକି ଧରି ବସେଇ ବସେଇ ମନୀଷା କହିଲେ, କାଉଲ ସାହେବ, ଥ୍ୟାଙ୍କ ୟୁ। କିଛି ସମୟ ଧରି ଶାଢ଼ୀଟିକୁ ଖୋଲି ଚାରିଆଡ଼େ ଦେଖୁଥାନ୍ତି। ବର୍ଡର, ରଙ୍ଗ, ସୂତା ନିଜ ଦେହ ଉପରେ ଖୋଲି ବିଛାଇ ଦେଉଥାନ୍ତି। କାଉଲ ସାହେବ, ଆପଣ ଜାଣନ୍ତି ଗୋଟେ କଥା? ପଢ଼ୁଥାଏ ନୈନିତାଲରେ ଆମ କନଭେଣ୍ଟ ସ୍କୁଲର ଶେଷ ବର୍ଷ। ଆମେ ସବୁ ପାସ୍ କରିଥାଉ। ସ୍କୁଲରେ ଶେଷ ଦିନରେ ହେଲା ଫ୍ୟାନ୍ସି ନାଇଟ୍। ସମସ୍ତେ ଭିନ୍ନ ଭିନ୍ନ ଚେହେରାରେ ଆମେ ପହଞ୍ଚିଲୁ। କିଏ ହୋଇଥାଏ ୱେଷ୍ଟ ଇଣ୍ଡିଆନ୍, କିଏ ଇଣ୍ଡିଆନ୍ ପ୍ରିନ୍ସ, କିଏ ମିଲିଟାରୀ ଅଫିସର। ମୋତେ ସବୁ କହିଲେ ରାଣୀ ସାଜିବୁ। ମୁଁ ଆଣିଥିଲି ଗୋଟେ ମୁକୁଟ, ସତସତିକିଆ ମୁକୁଟ। ଆମ ସାଙ୍ଗରେ ଗ୍ୱାଲିୟରର ଝିଅଟିଏ ପଢ଼ୁଥାଏ, ତାରି ଡ୍ୟାଡି ମମି ନେଇ ଯାଇଥିଲେ ବଜାରକୁ। ଠିକ୍ ଏହିପରି ଗୋଟିଏ ଶାଢ଼ୀ କିଣି ଆଣିଥିଲେ। ଏହିପରି ସୁନାର ଜରି, ଏହି ରଙ୍ଗ, ମୁକୁଟ ପିନ୍ଧି, ଶାଢ଼ୀ ପିନ୍ଧି କୁଆଡ଼େ ସତସତିକା ରାଣୀ ପରି ଦିଶୁଥାଏ। ମମି ଖୁସି ହେଇ ମୋତେ କୁଣ୍ଢେଇ ପକେଇଥିଲା। ମୁଁ ପାଇଥିଲି ଫାର୍ଷ୍ଟ ପ୍ରାଇଜ୍। ଅନେକ ଦିନ ତଳର କଥା। ଆଜି ୟାକୁ ପିନ୍ଧିଲେ ଉପହାସ ପରି ମନେ ହେବ। ମନୀଷା, ବିନା ଅଳଙ୍କାରରେ ତୁମେ ଚିରନ୍ତନ ରାଣୀ। ତୁମ ରୂପର ମର୍ଯ୍ୟାଦାକୁ ଏ ଆବରଣଟା କ'ଣ ବଢ଼ାଇବ? କାଉଲ ସାହେବ, ଆପଣ ମନସ୍ତାତ୍ତ୍ୱିକ କି ନାହିଁ ଜାଣେନା, ତଥାପି ଏହାଠାରୁ ଅଧିକ ସୁସ୍ୱାଦୁ କଥା ବର୍ତ୍ତମାନ ପାଇଁ ମୋତେ ଆପଣ ଆଉ କିଛି କହିପାରି ନଥାନ୍ତେ। ମୋର ପୁଣି ରୂପ, ତାହାର ପୁଣି ଆଲୋଚନା। ମନୀଷା, ତୁମ ସହିତ ପରିଚୟ ଏତେ କମ୍ ସମୟର ଯେ ସମସ୍ତ କଳ୍ପନା ପ୍ରକାଶର ଅଧିକାର ସଂକ୍ରାନ୍ତରେ ସର୍ବଦା ସନ୍ଦିହାନ। କାଉଲ ସାହେବ, ବର୍ତ୍ତମାନ ରାତି ଅନେକ ହେଲାଣି। ଆପଣଙ୍କ ଡିନର ଡେରି ହେବ। କ୍ଲବ ମଧ୍ୟ। ଯଦି ସମୟ କରି ଆଉ କେବେ ଆସନ୍ତି ତାହେଲେ କେତୋଟି ମୁହୂର୍ତ୍ତ ମଧ୍ୟରେ ଆପଣଙ୍କୁ ପରିଚିତ କରାଇଦେବି ମୋର ଜୀବନ ଓ ଆମ ପରିବାରର ଇତିହାସ ସହିତ। ଆପଣଙ୍କର ଧୈର୍ଯ୍ୟ ଥିଲେ ହେଲା। ତାପରେ ଆଉ କିଛି ସନ୍ଦେହର ଅବକାଶ ନଥିବ।
मनीषाଙ୍କ रात्रि भोजनर सरंजाम नर्स आनी टेबुल रे सजाई देला। काउल कहले अपेक्षा करिछि तुमे डिनर शेष कर सोई सारिबो तापरे मु जीबी। माँ माने ऑफिस रे काम कला बेले बा बाजार को सौदा करने को जीवा समय रे सेमानक छोट पिला माननकु सेई समय तक पई जगिबा लागि घंटा हार रे जो लोक माने नियुक्त हुअंती सेमानक कुहा जाए बेबी सिटर। आउ जो माने आसन्न मृता रोगाक्रांत नारी को साड़ी दे समय दे डिनर पर्यंत हॉस्पिटल रे अपेक्षा करंती तांको कौन कुहा जीव जानती? सूप ठंडा हो जाउछि मनीषा। डेफिनेशन पे ब्रेकफास्ट पर्यंत अनायास रे अपेक्षा करि पारे। डिनर शेष होला। मनीषा छोट टेबुल पाखर उठी तांको बिछଣା उपरको आसिले। काउल बिछଣାर पछाड़ू स्प्रिंग मोड़ी अधा उच्चा करदेले। मनीषा आराम चौकी रे बसिला परी विश्राम नेले। काउल धला चादरटी को घोड़े देले मनीषांकर अंटा पर्यंत। काउल साहेब निजको खूब स्वार्थपर लगुच। मु खाइबा शेष करी विश्राम नेली अथच आपण ऑफिस रु फेरी एठी मते समय धरी अपेक्षा करिसंती। कपे कॉफी पर्यंत खाई नाहंती। तैयारी करी देबी एठी सरंजाम अछि। निजर असम्मति जणाई काउल कहले मनीषा नारद थरे भगवान को पचारले प्रभु माया कौन? भगवान कहले उपयुक्त समय हेले बुझाई देबी। अनेक दिन परे दुई जन जाक बेश परिवर्तन करी मर्त्य को आसिले मनुष्य जातिर सुख दुख जानिबा पई। खरा दिन गाँ मुंडरे पहुंची भगवान को खूब शोष ହେଲା। कहले नारद मो पई टिके पानी आण। नारद बाहरिले गाँ भीतर को पानी पई। दुआर सबु पड़गलाणी। अनेक घर डाकी डाकी केही आउ जवाब देले नहीं। गोटे गाँ रु गले आर गाँ को अन्य गाँ रे महामारी सेठू गले अन्य एक गाँ को से गाँ रे जाई पहुँचला बेलू संध्या दुर्बल लगुए विश्राम नेले। रातिरे जड़े ब्राह्मण घरे अतिथि हेले। ब्राह्मणर गोटे सुंदरी झील थाए। घरे बापा माँ केही नाहंती। ए झीलटी नारदर खूब सेवा कला जत्न नेला। नारद पड़िले ता प्रेम रे। ताको विवाह कले। अनेक दिन बीतीगला। पिलापिली भी हेले। पिला मानकु नहीं नारद सुख रे रहिले। भूलिले भगवान को भूलिले अन्यान्य संसार कथा। दिने अचानक आसिला बढ़ी। घर द्वार भासीगला। लोके गछ उपरे छात उपरे आश्रा नेले तथापि संभाला पड़िला नहीं। गाँ भितरे पानी बढ़िला। गछ छात सबु मध्य पानी रे मिसीगला। नारद निज कांध उपरे बसाइले स्त्री को, स्त्री को कांध उपरे बड़ पुओ को, ता कांध उपरे आर छुआ को। एहीपरि भाबरे आस्ते आस्ते जाई पानी भितरे पारी हेउथांती। पानी आस्ते आस्ते बढ़ुताए। पानी बढ़ी बढ़ी नारदଙ୍କ कांध बेक टपी नाक पर्यंत उठिला। पानी जेतेबेले नाक टपिला उबुडुबु होई नारद पाटी कले हे भगवान रक्षा कर। उपस्थित हेले भगवान कहले नारद दिने पचारुथिलु माया कौन? वर्तमान तार उत्तर पाइल। एकाग्र चित्तरे शुणुथिले मनीषा। कड़ लेउटाई बसिले। मनीषा कोमलता पाई मोर आदौ सुख्याति नाही। कौनसी काम लगी अवश्य किछि ख्याति नहीं, किंतु अल्प समय पाई परिचय हेले भी स्वीकार करुछि जे तुम प्रति मोर ममता हेछि, माया लागिछि। जदिओ मु नारद नुहे। ममता कथा शुणी हसिले मनीषा। कहले ममता नुहे काउल साहेब, कुहंतु दया। दुर्योगरु सड़क रे जदि काहा उपरे मटर माड़ी जाए सबु पथिक एकत्र हुअंती। जतपरो नास्ती साहाଯ୍ୟ करती। आम्बुलांस रे चढ़ाती। तापरे निज निज काम रे घर को फेरी जाती। जड़े अधे भी तही आर दिन टेलीफोन करती डाक्तरखाना को से एक्सीडेंट केस किपरि अछि। काउल साहेब यार अर्थ नुहे जे मु आपणकर जत्न परी असम्मान जनाउछि बा आपणक प्रति अकृतज्ञ। मनीषा सम्मान बा कृतज्ञता मु किछि तुमठु आशा करू नाही। मनुष्य हिसाब रे जहा करणीय सेतक मात्र संपादन करिछि। नर्स आसी पहुँचले। रातिर शोइबा औषध नहीं विदाय नेले काउल। तही परदिन सकाळु काउल चलीगले सिंगापुर व्यवसाय संक्रांत रे।
फोन्रे जणाइदेले नर्सिंग होम्र कर्मकर्त्तामानंकु जे सेमाने मनीषाको ए विषय जणाइदेबे। फेरु फेरु तांकर हुए तो सप्ताहे खंडे डेरी हब। मनीषाको शुभेच्छा जणाइबाको कहिले काउल। दैनन्दिन समस्या गुड़िक उड़ाजाहाजरे क्षुद्रतर मने हुए। प्रासाद गुड़िक पिलामानंकर प्लास्टिक खेलना घर परी लागे। रास्ता गुड़िक देखा जाए कागज उपरे सरू गार परी। किछि समय परे धड़ा मेघ गुड़ाक तुलार चांदुआ परी दिसे। जहाज जेतेबेले मेघ उपरकू उठे चारिआडे खाली शून्य महाशून्य दिसे। हेलो काउल। हेलो मिस। एयर होस्टेस मानक भितरु अधिकांश काउलकर परिचित। जीवनर अधा दिन से यही आकाश रे कटाती। ता छड़ा मझरे मझरे स्मगलिंग करी चोरा माल सबु नेबा आनिबा कला बेले एई मानक भितरु केतेक मझरे मझरे साहाय्य करती घड़ी सुनाहार किंबा अर्थ बदलरे। काउल सबुथि पाई उपयुक्त दाम दियंती। तांकर विश्वास मूल्य देई पारिले संसारर प्रत्येक पदार्थ प्राप्य। पार्थक्य हेउछि मूल्यरे, पदार्थर प्राप्तिरे नुहे। उड़ाजाहाजरे जाई सिंगापुर रे पहुंचिले काउल। कृतकार्यतार सहित समाप्त कले तांकर व्यवसाय जनित दायित्व। उपभोग कले सिंगापुर रात्रि बंधुत्व। चाहिथिले सिंगापुर रे रही पारि थांते आउ किछि दिन, किंतु फेरी जिबा पई इच्छा हैला। फेरंता रास्ता रे भाबिले काहेकि आजी हठात फेरी जिबा पई चाहिले। तांको पई तो कौनसी देशर किछि विशेषत्व नाही। दिल्ली, टोकियो, बेरुट, लंडन तांको पई सबु समान। दिन रे व्यवसायगत काम, रात्रि रे उपभोग। समग्र पृथ्वीटा वास्तविक एक। ए कथा वेंडेल विल्की कहिला पर्यंत तांको अपेक्षा करिबाको पड़ी नाही। से अंगे लिभेइछंती। पार्थक्य केवल एक्सचेंज रे। हुए तो भाषा रे गोटे जगह रे पाउंड तो अन्य जगह रे फ्रैंक, केउठी इयान तो केउठी टंका, केउठी फरासी तो केउठी आरबी। फेरी आसले काउल। मनरे झिलमिल परदार अंतराल रे गोटे रुग्ण रूप झापसा झापसा दिसिला। मनीषांक रूप। भाविले कौन यारी ए डाकरा। बिचारी मनीषा, बंधु सोदर विहीना, पितृ मातृहीना मनीषा। भाविले ए ममता मानविकतार, ए संपर्क दुस्त व्यक्ति प्रति मनुष्यर कर्तव्य मात्र। एयर होस्टेस लीला कहिला, आश्चर्य काउलाजी शांत। आउ जणे कहिले, नाई एटा लल बिफोर द स्टॉर्म। तूफान पूर्वरु निस्तब्धता। लीला कहिला, सिंगापुर उत्सृंखल जीवन को फ्लैशबैक करुछंती बोधवे। काउल लक्ष्य करुछंती मात्र कई दिन भितरे तांकर मानसिक प्रकृतिर किपरि गोटे परिवर्तन आसुची। सामान्य हेले भी गुरुत्वपूर्ण। जो सबु जिनिस को से उपभोग करुथिले आज से सबु तांको से आनंद देई पारु नाही। जो बांधवी मानक सहित नगरीर उल्लग्न रात्रि को निशेष करी देउथिले सेमाने आज हठात गंधहीन स्वादहीन हेले। जो नाइट क्लब कैबरे रे अर्ध उल्लग्न नर्तकी तांको रात्रि जापन रे प्रेरणा देउथिला हठात मने हेला सेगुड़ा केवल मांसपेशीर मामूली प्रदर्शनी। जो सुरा तांकर प्रत्येक मुहूर्तर संगी थिला एबे मने हेला से सबु अबांतर। से दिन सिंगापुर क्लब रु से शीघ्र फेरिबा को चाहिए। उपहास करी बंधु कहले, स्वामी जी रात्रि हेले आश्रमर द्वार हेब रुद्ध, गुरुदेव हेबे रुष्ट, शीघ्र प्रत्यावर्तन करंतु। उड़ाजाहाज झरका बाटे आकाश को देखुथांती काउल। मनीषर मन परी अभेद्य घन आकाश। चारिआडे तारा सबु बिछुड़ी होई पड़ी थांती। तले मेघ गुड़ाक दिशुथांती कार्पेट परी। पुराण रे लेखा अछि, जो माने महापुरुष हुअंती से माने एही परी तारा होई आकाश रे रहंती, निश्चल विच्छिन्न। किंतु खूब निर्जन लागुथिबो। केही साथी नाही, केही बंधु नाही, एकाकी। किंतु मु निजे भी तो खूब एका। एका काहेकि? एते बंधु, एते कर्मचारी, एते साथी, एते अर्थ। जहा चाहिची ता पाइची। नाही केवल संसार।
କିନ୍ତୁ ଏ ସଂସାରଟା ତ ପାଦର ବେଡ଼ି, ଉଚ୍ଚକୁ ଉଠିବା ପାଇଁ ତୁମର ଅନ୍ତରାୟ। ଥରେ କୁଆଡ଼େ ଚର୍ଚ୍ଚିଲ୍ ପାଖରେ ଲର୍ଡ ବେଭରିକ୍ ବସିଥିଲେ। ଚର୍ଚ୍ଚିଲ୍ ପଚାରେ, ମିଷ୍ଟର ବେଭରିକ୍, ଆପଣଙ୍କ ଜୀବନରେ ବଡ଼ ବଡ଼ ଘଟଣାମାନ ବା ମାଇଲଷ୍ଟୋନ୍ ସବୁ କ'ଣ? ବେଭରିକ୍ ପ୍ରଥମରେ ଆରମ୍ଭ କରି କହିଲେ, ଯେତେବେଳେ ମୋତେ 22 ବର୍ଷ ମୁଁ ବିବାହ କଲି। ଚର୍ଚ୍ଚିଲ୍ ବାଧା ଦେଇ କହିଲେ, ବେଭରିକ୍, ମୁଁ ମାଇଲଷ୍ଟୋନ୍ କଥା କହୁଛି, ମିଲଷ୍ଟୋନ୍ କଥା ନୁହେଁ। ସଂସାର, ସ୍ତ୍ରୀ, ପୁତ୍ର ଏସବୁ ମିଲଷ୍ଟୋନ୍, ବେକ ଚାରିପଟେ ଚକି। କାଉଲ୍ ଭାବି ଚାଲିଛନ୍ତି, ୟାଠୁ ମଜା କଥା ମିଲ୍ଟନ୍ଙ୍କ ସଂକ୍ରାନ୍ତରେ ଅଛି। ବିବାହ ପରେ ଲେଖିଲେ ପାରାଡାଇଜ୍ ଲଷ୍ଟ, ସ୍ତ୍ରୀ ବିୟୋଗ ପରେ କୁଆଡ଼େ ଲେଖିଲେ ପାରାଡାଇଜ୍ ରିଗେନ୍ଡ। ଏଇ ତ ସଂସାର। ଲୀଲା ଆସି କମ୍ବଳ ଦେଇଗଲେ ଶୋଇବା ପାଇଁ। ବତି ସବୁ ଲିଭାଇ ଦିଆଗଲା ଉଡ଼ାଜାହାଜ ଭିତରେ। ତାରାଗୁଡ଼ିକ ଆହୁରି ଉଜ୍ଜ୍ୱଳ ଦିଶିଲେ ଝରକା ବାଟେ। କାଉଲ୍କୁ ତନ୍ଦ୍ରା ଘୋଟି ଆସୁଥିଲା। ନିଜ କୋଳ ଭିତରେ ଅନୁଭବ କଲେ ମନୀଷାଙ୍କର ସେଇ ଶାନ୍ତ ନିରୀହ ମଥାଟିକୁ। ଚମକି ପଡ଼ିଲେ, କିନ୍ତୁ ସ୍ମୃତିଟି ଭଲ ଲାଗିଲା। ମନେ ମନେ ଭାବିଲେ, ପ୍ରଥମ ଦିନ ଯେପରି ଅସହାୟ ଭାବରେ ପଡ଼ିଥିଲେ, ଯଦି ଜାଗ୍ରତ ଅବସ୍ଥାରେ ସେହିପରି ଭାବରେ ପଡ଼ି ରହନ୍ତେ। କାଉଲ୍ ଭାବିଲେ, ଏଇଟା ବୋଧହୁଏ ନାରୀର ମାତୃତ୍ୱ, ଯାହା ଆଲୋଡ଼ନ ଦିଏ ନାହିଁ, ଅଥଚ ଦିଏ ପ୍ରଲେପ। ଆସ୍ତେ ଆସ୍ତେ ପୁଣି ନିଦ ଲାଗିଗଲା କାଉଲ୍କୁ। କାଉଲ୍ ନିଶ୍ଚିନ୍ତରେ ଶୋଇପଡ଼ିଲେ ମନୀଷାଙ୍କ ସ୍ମୃତିକୁ କୋଳରେ ଧରି। କାଉଲ୍ ଉଠିଲା ବେଳକୁ ଆକାଶ ଲାଲ ହୋଇଯାଇଛି ଆଗାମୀ ସୂର୍ଯ୍ୟଙ୍କର ଆଭାରେ। କିଛି ସମୟ ପରେ ଉଡ଼ାଜାହାଜରୁ ଓହ୍ଲେଇଲେ। ମାଡ୍ରାସରେ ପହଞ୍ଚିବା ସଙ୍ଗେ ସଙ୍ଗେ ଏରୋଡ୍ରୋମ୍ରୁ ସିଧା ଗଲେ ମନୀଷାଙ୍କ ପାଖକୁ ନର୍ସିଂ ହୋମ୍କୁ। ମନୀଷା, କାଉଲ୍ ଡାକିଲେ। କୌଣସି ଉତ୍ତର ନାହିଁ। ନର୍ସ କହିଲେ, ଶରୀରର ଅସୁସ୍ଥତା ବଢ଼ିଛି, ବିଶେଷତଃ ଗତ 2 ଦିନ ହେବ। ନର୍ସକୁ ବାହାରକୁ ଡାକି ଆଣି କଥାବାର୍ତ୍ତା କଲେ କାଉଲ୍। ନର୍ସଙ୍କ ମତରେ ଶେଷ ମୁହୂର୍ତ୍ତ ଆଗତ ପ୍ରାୟ। ପ୍ରଦୀପର ଶିଖାଟି ନିର୍ବାପିତ ହେବା ପାଇଁ ଆଉ କେତୋଟି ଦିନ ମାତ୍ର ବାକି। ସେଥିପାଇଁ କେବଳ ଅପେକ୍ଷା କରିବାର କଥା। ଏହାଛଡ଼ା ନିୟତିର ଏହି ପରିଣତିକୁ ରୋକିବା ହୁଏତ ବିଡ଼ମ୍ବନା ମାତ୍ର। ନିଜ ଭିତରେ ଗୋଟେ ଅସୁସ୍ଥତା ଅନୁଭବ କଲେ କାଉଲ୍। ସଙ୍ଗେ ସଙ୍ଗେ ଗଲେ ମନୀଷାଙ୍କ ଡାକ୍ତର ପାଖକୁ। ପଚାରିଲେ, ମନୀଷାଙ୍କ ଅବସ୍ଥା କିପରି? ଡାକ୍ତର କହିଲେ, କ୍ରମେ କ୍ରମେ ଅସୁସ୍ଥତା ଆମର ଆୟତ୍ତର ବାହାରେ ହୋଇଯାଉଛି। ତୁରନ୍ତ ଅପରେସନ୍ ଆବଶ୍ୟକ, ଅନ୍ତତଃ 15 ଦିନ ଭିତରେ। କେଉଁଠି ଅପରେସନ୍ ସମ୍ଭବ? ପଚାରିଲେ କାଉଲ୍। ଏଠି ଅବଶ୍ୟ କରାଯାଇପାରେ, କିନ୍ତୁ ଗ୍ୟାରେଣ୍ଟି ନାହିଁ। ବରଂ ଯଦି ସମ୍ଭବ ହୁଏ ଚେଷ୍ଟା କରନ୍ତୁ ଭାରତ ବାହାରେ। ସୁଇଜରଲ୍ୟାଣ୍ଡର ଜ୍ୟୁରିକ୍ରେ ଡକ୍ଟର ଆଣ୍ଡ୍ରୁଜଙ୍କ ପାଖରେ। ଇତିମଧ୍ୟରେ ମୁଁ ତାଙ୍କ ସହିତ ସୁଦୀର୍ଘ ପରାମର୍ଶ କରିଛି। ସେ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ମନୀଷାଙ୍କ ଜୀବନ କାଉଲ୍ ପ୍ରତି ଆଜି ଗୋଟେ ଚ୍ୟାଲେଞ୍ଜ ପରି ମନେ ହେଲା। ନିଜର ସମଗ୍ର ଅତୀତ ବର୍ତ୍ତମାନ ଯେପରି ହୁଙ୍କାର ଦେଉଛି କାଉଲ୍କୁ। ଚାହାଁ, ଦିନେ ତୁ ବି ଏପରି ଅସହାୟ ଥିଲୁ, ଦରିଦ୍ର ଥିଲୁ, ରୁଗ୍ଣ ଥିଲୁ। ଭାଗ୍ୟ ତତେ ବଞ୍ଚାଇଲା। କିନ୍ତୁ ପାରିବୁ ଏହାକୁ ବଞ୍ଚାଇ? କେତେ ତୋର ଶକ୍ତି, କେତେ ତୋର ବିତ୍ତ। ଦେଖି ତୋର ସାମର୍ଥ୍ୟ, ପରିଚୟ ଦେ ତୋ ପୌରୁଷର। ଭାବିଲେ କାଉଲ୍, ଠିକ୍ ଅଛି, ମୁଁ ଗ୍ରହଣ କରିବି ଏ ଚ୍ୟାଲେଞ୍ଜ। ବଞ୍ଚାଇବି ଏ ମନୀଷାକୁ। ଏ ମୋର ଜୀବନର ଗୋଟାଏ ବିଗତ ଅତୀତ ଅଧ୍ୟାୟ, ଯାହା ଦାମ ଦେବାକୁ ପଡ଼ୁ ପଛକେ। ସେଇ ଜୁଆଡ଼ିର ନିଶା, ଯେଉଁ ନିଶାରେ ଘୋଡ଼ା ଖେଳରେ ବର୍ବାଦ ହୋଇଯାଉଥିଲେ, ଯେଉଁ ନିଶାରେ ଛାଡ଼ିଲେ ଚେୟାରମ୍ୟାନ୍ ପଦ, ସେଇ ନିଶାରେ ଜୀବନକୁ 2 ହାତ ମୁଠାରେ ଧରି ଫିଙ୍ଗି ଦେଇପାରନ୍ତି ଏ କାଉଲ୍। କରିପାରନ୍ତି ନିଜକୁ ବିଲୟ ନିଶ୍ଚିହ୍ନ। ଡକ୍ଟରକୁ କହିଲେ, ଆପଣ ଆୟୋଜନ କରନ୍ତୁ, ଡକ୍ଟର ଆଣ୍ଡ୍ରୁଜଙ୍କୁ ଲେଖନ୍ତୁ, ଡାକ୍ତରଖାନା ସ୍ଥିର କରନ୍ତୁ ସୁଇଜରଲ୍ୟାଣ୍ଡରେ। ମୁଁ ନିଜେ ଯିବି ମନୀଷାକୁ ନେଇ। ଯଦି ଅନୁକୂଳ ପରିସ୍ଥିତି ଆସେ ତେବେ ଏହି ସପ୍ତାହ ଭିତରେ। ଆୟୋଜନ କଲେ ପାସପୋର୍ଟ, ଉଡ଼ାଜାହାଜ ଟିକେଟ୍ ମନୀଷା ପାଇଁ। ନିଜ ପାଇଁ ସବୁବେଳେ ଏସବୁ ପ୍ରସ୍ତୁତ ଥାଏ। ମନୀଷାଙ୍କ ଅବସ୍ଥା ଦିନକୁ ଦିନ ଅସୁସ୍ଥ ହୋଇ ଆସୁଛି। ଶୁଖିଲା ଓଠ ଉପରେ ଅସଂଖ୍ୟ ଗହରିଆ ଦାଗ ପଡ଼ିଛି। ଆଖିର ତଳ କଳା ଦିଶୁଛି। ଆଙ୍ଗୁଳିଗୁଡ଼ିକ ମଉଳି ପଡ଼ିଲାଣି। କମି ନାହିଁ କେବଳ ତାଙ୍କ ନିବେଦନ, ତାଙ୍କର ଅସହାୟତା। ମନୀଷା, ମୁଁ କାଉଲ୍ ଫେରି ଆସିଛି ସିଙ୍ଗାପୁରରୁ।
ସେହି ବିନୀତିପୂର୍ଣ୍ଣ ଦୃଷ୍ଟିରେ କୃତଜ୍ଞତା ଜଣାଇଲେ ମନୀଷା। କିଛି ସମୟ ପାଇଁ ଆଖି ଖୋଲିଲେ, ତାପରେ ନିର୍ଜୀବ ହୋଇ ପଡ଼ି ରହିଲେ। ମନୀଷାଙ୍କ ଦୁଇ ହାତକୁ ଧରି କାଉଲ କହିଲେ, ଶୁଣ ମନୀଷା, ମୁଁ ଚାହେଁ ତୁମକୁ ସୁଇଜରଲ୍ୟାଣ୍ଡ ନେବି। ଏଠି କାହାର ମତ ଲୋଡ଼ା? ମନୀଷାଙ୍କ ଦୁଇଟି କ୍ଷୁଦ୍ର ପାପୁଲି କାଉଲଙ୍କ ହାତ ଭିତରେ ବିନା ପ୍ରତିବାଦରେ କିଛି ସମୟ ରହି ଆସ୍ତେ ଆସ୍ତେ ଅପସରି ଗଲା। ମନୀଷା କୌଣସି ଉତ୍ତର ଦେବା ଅବସ୍ଥାରେ ନଥିଲେ। କାଉଲ ଖୋଜିଲେ ଅର୍ଥ। ଏତେ ଟଙ୍କା ତାଙ୍କ ପାଖରେ ନଥାଏ। ବିଭିନ୍ନ ଏଜେଣ୍ଟମାନଙ୍କୁ ଜଣାଇଲେ। ପରିସ୍ଥିତିର ଉନ୍ନତି ହେଲା, କିନ୍ତୁ ଆବଶ୍ୟକତା ପୂରଣ ହେଲା ନାହିଁ। ମାଡ୍ରାସରେ ଗୋଟେ ଛୋଟ କାରଖାନା ଥିଲା ତାଙ୍କର। ତାକୁ ପାଣି ଦରରେ ବିକ୍ରି କରିଦେଲେ ଶୀଘ୍ର ଅର୍ଥର ବନ୍ଦୋବସ୍ତ ପାଇଁ। ସପ୍ତାହକ ପରେ ଉଡ଼ାଜାହାଜରେ ନେଇଗଲେ ମନୀଷାଙ୍କୁ ସୁଇଜରଲ୍ୟାଣ୍ଡ। ନିସ୍ତେଜ ନିର୍ବାକ ମନୀଷାଙ୍କ ମଥାକୁ କୋଳରେ ଧରି ଆକାଶକୁ ଚାହିଁଥାନ୍ତି କାଉଲ। ସିଙ୍ଗାପୁରରୁ ଆସିବାର ସେହି ସ୍ୱପ୍ନ ଆଜି ଯେପରି ସଫଳ ହୋଇଛି। ଭାବୁଥାନ୍ତି, ଯଦି ତୁମେ ଭଗବାନ କେଉଁଠି ଥାଅ ଏ ଦୂର ଆକାଶରେ, ତାହେଲେ ବଞ୍ଚାଅ ମୋ ମନୀଷାକୁ, ତାର ମଙ୍ଗଳ କର। ଉଡ଼ାଜାହାଜ ପହଞ୍ଚିଲା ଜ୍ୟୁରିକ୍ରେ। ପୂର୍ବ ନିର୍ଦ୍ଧାରିତ ପ୍ରୋଗ୍ରାମ ଅନୁସାରେ ସର୍ ଆଣ୍ଡ୍ରୁଜ ଅପେକ୍ଷା କରିଥାନ୍ତି ତାଙ୍କ ଡାକ୍ତରଖାନାରେ। ପରୀକ୍ଷା କଲେ ମନୀଷାଙ୍କ ଶରୀରକୁ। ଟିକେ ଅବସ୍ଥାର ଉନ୍ନତି ହେଲେ ଅପରେସନ୍ ହେବ। ଅବଶ୍ୟ ଦିନେ ଦୁଇ ଦିନ ଅପେକ୍ଷା କରିବାକୁ ପଡ଼ିବ। କାଉଲ ଜୀବନରେ ଅନେକ ଶାରୀରିକ କଷ୍ଟ, ମାନସିକ ଚିନ୍ତା ଭୋଗିଛନ୍ତି, କିନ୍ତୁ ଏଇ 2 ଦିନ ପ୍ରତୀକ୍ଷାରେ ଦୁଶ୍ଚିନ୍ତାର ଆଉ ପଟାନ୍ତର ନାହିଁ। ଅପରେସନ୍ ଅବଶେଷରେ ହେଲା। କୃତକାର୍ଯ୍ୟ ହେଲେ ଡକ୍ଟର ଆଣ୍ଡ୍ରୁଜ, କୃତକାର୍ଯ୍ୟ ହେଲେ କାଉଲ। କାଉଲ କୃତଜ୍ଞତା ଜ୍ଞାପନ କଲେ ଡାକ୍ତରଙ୍କ ପାଖରେ। କାଉଲ ଜଗି ବସିଥାନ୍ତି ମନୀଷାଙ୍କ ବିଛଣା ପାଖରେ ଦିନ ରାତି। ମଝିରେ ମଝିରେ ମନୀଷା କେବଳ ଚାହାନ୍ତି ସେଇ ଦୃଷ୍ଟି, ସେଇ ବିନତି। ମନୀଷା ସୁସ୍ଥ ହେଲେ, ଉଠି ବସିଲେ, ଆସ୍ତେ ଆସ୍ତେ ଚାଲିବା ପାଇଁ ଆରମ୍ଭ କଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଭାରତ ଫେରିବା ପାଇଁ ଅନ୍ତତଃ 2 ମାସ ସମୟ ଲାଗିବ। ଦିନେ ମନୀଷା କହିଲେ, କାଉଲ ସାହେବ, ମୁଁ ଭଗବାନରେ ବିଶ୍ୱାସ କରେ ନାହିଁ, କିନ୍ତୁ ଯଦି କେହି ଥାଆନ୍ତି ତାହେଲେ ଆପଣ ହେଉଛନ୍ତି ମୋ ପାଇଁ ଅବତାର। କାଉଲ ଫୁଲର ତୋଡ଼ାଟିକୁ ସଜାଉଥାନ୍ତି ମନୀଷାଙ୍କ ବିଛଣା ପାଖରେ। ମୋ ପାଇଁ ଅନେକ ଯନ୍ତ୍ରଣା ପାଇଲେଣି, କ'ଣ ଦେଇ ଏ ଋଣ ସୁଝିବି ମୁଁ ସ୍ଥିର କରିପାରୁନାହିଁ। କାଉଲ ବିଜୟୀର ଦୃଷ୍ଟିରେ ଚାହୁଁଥାନ୍ତି ମନୀଷାଙ୍କୁ। ଭାରତ ଫେରିଯିବାର ସମୟ ପାଖେଇ ଆସିଲା। ମନୀଷା କହିଲେ, କାଉଲ ସାହେବ, ଆଜି ଆପଣଙ୍କୁ ମୋ ପାଇଁ ସେକ୍ରେଟାରୀର କାମ କରିବା ପାଇଁ ପଡ଼ିବ। କେତେ ଖଣ୍ଡି ଚିଠି ମୋ ପାଇଁ ଆପଣ ଲେଖିବେ ଅନୁଗ୍ରହ କରି। ଚିଠି ଲେଖିଲେ ବମ୍ବେ, କଲିକତାର ବନ୍ଧୁବାନ୍ଧବମାନଙ୍କ ପାଖକୁ, ଖବର ପଠାଇଲେ ଆତ୍ମୀୟ ସ୍ୱଜନମାନଙ୍କୁ। ଚଟାଣରେ ବିଛେଇ ହୋଇ ପଡ଼ିଥିବା ମାଳି ସବୁକୁ ଯେପରି ସମୟ ପାଇଲେ ଏକତ୍ର କରି ପୁଣି ଗୁନ୍ଥା ହୁଏ, ମନୀଷା ଆଜି ତାଙ୍କ ବିକ୍ଷିପ୍ତ ଦୁନିଆର ବ୍ୟକ୍ତିମାନଙ୍କୁ ପୁଣି ସଂଯୋଗ କରୁଛନ୍ତି। ଦିନେ ମନୀଷା କହିଲେ, କାଉଲ ସାହେବ, ଦେଶକୁ ଫେରିଗଲେ କ'ଣ କରିବେ? ପାତିବେ ସଂସାର, ସ୍ତ୍ରୀ, ପୁତ୍ର, କନ୍ୟା। ସ୍ନେହ ସହାନୁଭୂତିରେ ଉଦ୍ଭାସିତ ହେବ ଆପଣଙ୍କ ଜୀବନ। ନାରୀ ହେବ ସୌଭାଗ୍ୟବତୀ ନା? କାଉଲ କହିଲେ, ମନୀଷା, ମୋତେ ଯଦି ସାମ୍ୟକ ଭାବରେ ଜାଣିବ ତାହେଲେ ବୁଝିବ ମୁଁ ମିଥ୍ୟା, କ୍ଷଣସ୍ଥାୟୀ, ଅସତ୍ୟ। କଥାରେ ବାଧା ଦେଲେ ମନୀଷା। ସତ୍ୟ ଅସତ୍ୟ ବିବାଦର ସମାଧାନ ହୋଇଯାଇଛି କାଉଲ ସାହେବ। ଥରେ ବାଦଲ କହିଲା ମଳୟକୁ, ମଳୟ ସତ୍ୟ କ'ଣ? ସୃଷ୍ଟିର ଶୀର୍ଷରେ ଏ ଯେଉଁ ଉଦ୍ଦୀପକ ସୂର୍ଯ୍ୟ, ପୃଥିବୀର ବକ୍ଷ ଉପରେ ଏହି ମହିୟସୀ ହିମାଳୟ, ଏହିମାନେ କ'ଣ କେବଳ ସତ୍ୟ? ଆଉ ତୁ ଯେ ଅଦୃଶ୍ୟ, ଅନୁଭୂତି ରହିତା, ଅନ୍ୟଥା, ଅନଭୋଗ୍ୟା, ଆଉ ମୁଁ ଯେଉଁ କ୍ଷୁଦ୍ର ଅହେତୁକ ଜଳକଣାର ସମଷ୍ଟି, ଆମେ କ'ଣ ଅସତ୍ୟ, ଅଚିରଞ୍ଜୀବୀ, କ୍ଷଣିକ? ମଳୟ କହିଲା, ବାଦଲ, ସୃଷ୍ଟିର ଏ ପରିସ୍ଥିତିରେ ଆମ ପ୍ରତି ଏହି ଅଭିଯୋଗ ସତ୍ୟ। ସୂର୍ଯ୍ୟର ପ୍ରଖରତା, ହିମାଳୟର ଆଧିପତ୍ୟ ଜଗତରେ ଅବଶ୍ୟ ସ୍ୱୀକାର୍ଯ୍ୟ। ଅରୂପ ମୁଁ, ଅସ୍ପଷ୍ଟ ତୁ, ତେଣୁ କ୍ଷଣସ୍ଥାୟୀ ଓ ଅସତ୍ୟ ହୁଏତ ଆମେ। କିନ୍ତୁ ଜାଣୁ, ଥରେ ମୋର ଗଭୀର ଆଲିଙ୍ଗନ ଭିତରକୁ ଆ। ମୋରି ଆଲିଙ୍ଗନ ଭିତରେ ତୁ ହୋଇଯା ନିଶ୍ଚିନ୍ନ। ମିଳନ ହେଉ ଦୃଢ଼, ଅଭେଦ୍ୟ, ସମ୍ପୂର୍ଣ୍ଣ।
ଏଇ ଗଭୀରତା, ଏଇ ଆଲୋଡ଼ନ, ଏଇ ଆଲିଙ୍ଗନ ଭିତରୁ ଉତ୍ପତ୍ତି ହେବ ଧୂମ୍ର ବିଦ୍ୟୁତ କମ୍ପନ। ସେଇ ଚାଞ୍ଚଲ୍ୟରେ ଅନ୍ଧକାର ହେବ ସୂର୍ଯ୍ୟ, ଅବଗୁଣ୍ଠିତ ହେବ ହିମାଳୟ। ସତ୍ୟ ହେଉଛି ଏଇ ଆତ୍ମୀୟତା, ଏଇ ଆଲିଙ୍ଗନ, ଏଇ ମିଳନ, ଯାହା ସୃଷ୍ଟି କରିପାରେ ମଧ୍ୟ ପ୍ରଳୟ। କାଉଲ ଅନେଇଥାନ୍ତି ମନୀଷାଙ୍କୁ, ଦେଖୁଥାନ୍ତି ନିଜର ଅତୀତକୁ। ସଲିମର ବନ୍ଧୁତା, ବେଶ୍ୟା ଘରର ଫୁଲ ବିକାଳି, ମଦ୍ୟପ, ଲମ୍ପଟ, ଜୁଆଡ଼ି ଏ କାଉଲ। ମନୀଷା ସଦ୍ୟ ପ୍ରସ୍ଫୁଟିତ ନିରୀହ କୋମଳ କଳିକା। ଦେବତାର ଶରୀରରେ ଏହାଙ୍କର ଯୋଗ୍ୟ ସ୍ଥାନ। ମନୀଷା ମୋ ଭିତରେ ଦେଖିଛନ୍ତି କେବଳ ଦୀପ୍ତ ଆଭା, ବିସ୍ତୃତ ମନୁଷ୍ୟତା। ଯେଉଁଦିନ ଦେଖିବେ ଯେ କାଉଲ ଭିତରେ ଗୋଟାଏ ଅନ୍ଧକାର କହୁଅ ମଧ୍ୟ ଅଛି, ତାର ରୂପ ବିକଳାଙ୍ଗ। ସେଠି ଅଛି ସଲିମ, ସେଠି ଅଛି ମୀରା, ଭାଇଜି ଓ ଆହୁରି ଅନେକ। ସେଠି ମଦ୍ୟପର ସଂସ୍ଥା, ଜୁଆଡ଼ିର ଖେଳ, କଳା ବଜାରର ଆଡ୍ଡା ଚାଲେ। ସେତେବେଳେ ନଷ୍ଟ ହେବ ମନୀଷାଙ୍କ କୋମଳତା, ବିଚରା ହେବ କ୍ଷତ ବିକ୍ଷତ। ହୁଏତ ଗୁଡ଼େଇ ହୋଇ ରହିବ ମନୀଷା, କିନ୍ତୁ ସେଟା ହେବ ପାଦପକୁ ବେଢ଼ି ମୃତ ଲତାର ଜୀବନ। ସାରା ଜୀବନଟା ଗୋଟିଏ ଗଭୀର ଦୀର୍ଘ ଶ୍ୱାସ ହୋଇ ଉଠିବ। ମନୀଷା ବି କ୍ଷମା ଦେଇପାରନ୍ତି, କିନ୍ତୁ କ୍ଷମା ଦେବେ କାହାକୁ? ତାଙ୍କର ତ କିଛି ପାପ ନାହିଁ, କିଛି ଭ୍ରମ ନାହିଁ। ଜୀବନରେ ଯାହା କରିଛନ୍ତି ତା ପାଇଁ ତ କେବେ ତାଙ୍କର ଅନୁତାପ ହୋଇନାହିଁ। ପରିବର୍ତ୍ତନ କରିବେ ସେ କଳା ବଜାରର, ପରିବର୍ତ୍ତନ କରିବେ ସେ ଜୁଆର ନିଶାର, କିନ୍ତୁ କାହିଁକି? ପଚାରିଲେ ମନୀଷା। ତୁମେ ଫେରିଗଲେ କ'ଣ କରିବ? ସଂସାର ପାତିବ, ପାଇବ ସ୍ୱାମୀ, ପୁତ୍ର, କନ୍ୟା, ସେଇ ଯେଉଁ ଚିତ୍ର ଦେଖୁଥିଲ ଡାକ୍ତରଖାନାରେ। ମନୀଷା କହିଲେ, କାଉଲ ସାହେବ, ଯଦି ମୁଁ କହେ ଯେ ମୁଁ ଚାହେଁ ସଂସାର ପାତିବା ପାଇଁ, ତୁମେ ସାହାଯ୍ୟ କରିବ? ମନୀଷା, ତୁମକୁ ଗୋଟେ ପ୍ରଶ୍ନ କରିବାର ଅଛି। ମନେକର ତୁମେ ଯାହାକୁ ବିବାହ କଲ ସେ ମଦ୍ୟପ, ଲମ୍ପଟ, ଜୁଆଡ଼ି, ମିଥ୍ୟାବାଦୀ, ପ୍ରତାରକ, ତୁମେ କ'ଣ କରିବ? କାଉଲ ସାହେବ, ପ୍ରତ୍ୟେକ ନାରୀ ଯାହା କରନ୍ତି ମୁଁ ମଧ୍ୟ ସେୟା କରିବି, ଆତ୍ମହତ୍ୟା। କିନ୍ତୁ ଜାଣ, ମୁଁ ଯେଉଁ ପୁରୁଷକୁ ଚାହିଁବି ସେ ସ୍ୱୟଂ ରାମଚନ୍ଦ୍ର। ମଣିଷ ଏତେ ବଡ଼ ହୋଇପାରେ କାହାର କଳ୍ପନାରେ ନଥିବ, ଏତେ ରୂପବାନ ହୋଇଥିବ କେହି ଚିତ୍ର କରିପାରିବେ ନାହିଁ। ତାର ସ୍ପର୍ଶ ଆବଶ୍ୟକ ନାହିଁ, ତାର ଉପସ୍ଥିତି କେବଳ ମୋର ସମସ୍ତ ଜୀବନ ପାଇଁ ଯଥେଷ୍ଟ। ସାରା ଜୀବନ କେବଳ ତାକୁ ଚାହିଁ ଚାହିଁ ବିତେଇ ଦେଇପାରିବି। ମନୀଷା, ମନୁଷ୍ୟର ବି ପରିବର୍ତ୍ତନ ହୁଏ? ମନୀଷା ଉତ୍ତର ଦେଲେ, ଅସମ୍ଭବ କାଉଲ ସାହେବ, ମୋ ରାମଚନ୍ଦ୍ର ଚିରଦିନ ରାମଚନ୍ଦ୍ର ହୋଇ ରହିବେ। ମନେ ମନେ ଭାବିଲେ, ରାବଣ ବି ରାମଚନ୍ଦ୍ର ହୋଇପାରେ, କିନ୍ତୁ ମୁଁ ତ ରାବଣ ନୁହେଁ, କିଛି ତ ଅନ୍ୟାୟ କରିନାହିଁ, କାହାର ତ କ୍ଷତି କରିନାହିଁ, ତଥାପି କାହିଁକି ଏ ଅଭିଯୋଗ ସମାଜର? ମନୀଷା ପଚାରିଲେ, କାଉଲ ସାହେବ, ଆପଣ ଦିନେ ବି ନିଜ କଥା କିଛି କହିଲେ ନାହିଁ। ଆପଣଙ୍କ ଅତୀତ, ଆପଣଙ୍କର ପରିବାର, ଆପଣଙ୍କର ଭବିଷ୍ୟତ, ଆପଣଙ୍କର ମହତ୍ତ୍ୱର ପରିଚୟ ପାଇଲି, କିନ୍ତୁ ଜାଣିପାରିଲେ ନାହିଁ ଇତିହାସ। ନିରୁତ୍ତର ରହିଲେ କାଉଲ। କିଛି ସମୟ ପରେ କହିଲେ, ସମୟ ସୁଯୋଗ ଆସିଲେ ନିଜେଇ ଜାଣିପାରିବ ମନୀଷା। ଦିନେ କାଉଲଙ୍କର ଦେହ ଖରାପ ହେଲା। ଦେହର ତାପ, ମୁଣ୍ଡର ବ୍ୟଥା କ୍ରମଶଃ ବଢ଼ିଲା। ସେଦିନ ସନ୍ଧ୍ୟାରେ କାଉଲ ଆଉ ନର୍ସିଂହୋମ୍ ଯାଇପାରିଲେ ନାହିଁ। ସେଦିନ ସନ୍ଧ୍ୟାରେ ଆଉ ଦେଖା ହେଲା ନାହିଁ ମନୀଷାଙ୍କ ସାଙ୍ଗରେ। ରାତି ସେତେବେଳକୁ 12ଟା ବାଜିବ। ଦୁଆର ମୁହଁରେ ରିଙ୍ଗ ବାଜିଲା। ଉଠିଲେ କାଉଲ ଖୁବ୍ କଷ୍ଟରେ। ଦେଖିଲେ ନର୍ସକୁ ସାଙ୍ଗରେ ନେଇ ମନୀଷା ପହଞ୍ଚିଛନ୍ତି। ହାତ ଧରି କାଉଲକୁ ବିଛଣାରେ ଶୁଆଇ ପକେଇଲେ। ଦେହକୁ ଢାଙ୍କି ଦେଲେ କମ୍ବଳରେ। କାଉଲଙ୍କ ଦୁଇ ହାତକୁ ନିଜ ମୁଠାରେ ରଖି ମନୀଷା ଚାହିଁ ରହିଥାନ୍ତି କାଉଲକୁ। ଆଖିରେ ଲୁହ ଭରି ଯାଇଥାଏ। କାଉଲ କହିଲେ, ମନୀଷା, ଠିକ୍ କଲ ନାହିଁ। ଭୁଲି ଯାଅ ନାହିଁ ଯେ ତୁମେ ଏବେ ବି ଅସୁସ୍ଥ। ରାତ୍ରିର ଏତେ ଶୀତଳତାରେ ତୁମର ବାହାରକୁ ଆସିବା କ୍ଷତିକାରକ। ମନୀଷା କହିଲେ, କାଉଲ, ତୁମେ କ'ଣ କେବଳ ତ୍ୟାଗର ଧ୍ୱଜା ବାନ୍ଧୁଥିବ? ଅନ୍ୟମାନେ କ'ଣ ଏତେ ଅମଣିଷ? ସେଦିନ ରାତ୍ରିରେ ମନୀଷା ଶୋଇ ରହିଲେ କାଉଲଙ୍କ ପାଦ ତଳେ। ପ୍ରଭାତ ହେଲା। କାଉଲ ଦେଖିଲେ ମନୀଷା ସେଇ ସାନ ବିଛଣାରେ ତାଙ୍କରି ଗୋଡ଼ ତଳେ କମ୍ବଳଟିର ଗୋଟିଏ କଣ ଭିତରେ ଆଶ୍ରା ନେଇ ଶୋଇ ରହିଛନ୍ତି। ଉଠି ବସିଲେ କାଉଲ। କମ୍ବଳଟିକୁ ଘୋଡ଼ାଇ ଦେଲେ ମନୀଷାଙ୍କ ଦେହରେ। ଚାହିଁ ରହିଲେ ତାଙ୍କ ମୁହଁକୁ। ସେଇ ବେଳର ଦୃଶ୍ୟ। କୋମଳ ଅଧରା,
ନମ୍ର ନେତ୍ରା, ଶାନ୍ତା, ସୁପ୍ତା। ଏଥର ସେ ମାତ୍ର ନାରୀ ନୁହେଁ, ସେ ମନୀଷା, ତାଙ୍କ ହୃଦୟର ମନୀଷା, ତାଙ୍କ ଜୀବନର ଅଂଶ। ଦୁର୍ବଳ ଲାଗିଲା କାଉଲକୁ। ଅଧିକ ସମୟ ବସି ପାରିଲେ ନାହିଁ। ପୁଣି ଶୋଇ ରହିଲେ ବିଛଣାରେ। କିଛି ସମୟ ପରେ ମନୀଷା ଉଠି ଆସିଲେ ବିଛଣାରୁ। କାଉଲଙ୍କ କପାଳ ଛୁଇଁଲେ, ଦେଖିଲେ ଉତ୍ତାପ କମି ନାହିଁ। ବ୍ୟସ୍ତ ହେଉଛନ୍ତି କାଉଲ। ମୁଣ୍ଡଟିକୁ କୋଳରେ ଧରି ଆସ୍ତେ ଆସ୍ତେ ଆଉଁସିଲେ। ଡାକ୍ତର ଡକାଇଲେ, ନର୍ସ ଆସିଲା, ପଥ୍ୟ ବ୍ୟବସ୍ଥା କଲେ। ବଜାରରୁ କିଣି ଆଣିଲେ ଔଷଧ। ନିଜ ହାତରେ ଖୁଆଇଲେ କାଉଲକୁ। ସେବା କଲେ, ଯତ୍ନ ନେଲେ। ବିତିଗଲା 3-4 ଦିନ। ଇତିମଧ୍ୟରେ ମନୀଷା ତାଙ୍କର ନର୍ସିଂ ହୋମକୁ ଆଉ ଫେରି ଯାଇ ନାହାନ୍ତି। ଜିଉରିକ୍ରେ ସେତେବେଳେ ଅଧିକ ଶୀତ। କାଉଲ କହିଲେ, ମନୀଷା, ବର୍ତ୍ତମାନ ଆମ 2 ଜଣଙ୍କ କ୍ୱିଟ୍ସ ହୋଇଗଲା। ମୁଁ ତମର ଦିନେ ସେବା କରିଥିଲି, ତୁମେ ସୁଧ ମୂଳ ଦେଇ ସୁଜି ଦେଇଛ।